एकमात्र त्राणकर्ता प्रभु जीशुଙ୍କ बहुमूल्य नामरे आपण समस्तଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଓ ଶୁଭେଚ୍ଛା ଜଣାଉଅଛି। ପ୍ରଭୁଙ୍କ ଅନୁଗ୍ରହରୁ ଆମେ 2025ର ଶେଷ ଦିନରେ ଆସି ଆମେ ପହଞ୍ଚିଅଛୁ। ଆଜି ଆମେ ଯୀଶୁଙ୍କ ବଂଶାବଳୀରେ ଉଲ୍ଲେଖ କରାଯାଇଥିବା ଦ୍ୱିତୀୟ ମହିଳା ରାହାବଙ୍କ ବିଷୟରେ ଦେଖିବା। ଆପଣମାନେ ସମସ୍ତେ ଜାଣନ୍ତି ରାହାବ ଜିରିହୋ ନଗରରୁ ଥିଲେ ଏବଂ ସେ ଏକ ବେଶ୍ୟା ଭାବରେ ପରିଚିତ ଥିଲେ। ଏହି ଘଟଣାରେ ଆମେ ଦେଖୁଅଛୁ ଯେ ଯୀହୋଶୁଆ ଦୁଇଟା ଚୋରମାନଙ୍କୁ ଜିରିହୋ ନଗରକୁ ପରିକ୍ରମା କରିବା ପାଇଁ ପଠାଇଅଛନ୍ତି। ଆଉ ସେହି ସମୟରେ ସେହି ଦୁଇଟା ଚୋର ଆସି ରାହାବ ବେଶ୍ୟାଙ୍କ ଗୃହରେ ଆଶ୍ରୟ ନେଇଅଛନ୍ତି। ରାହାବ ପରି ଅନେକ ସ୍ତ୍ରୀ ସେହି ନଗରରେ ଥାଇପାରନ୍ତି, କିନ୍ତୁ ସେମାନେ କାହିଁକି ରାହାବଙ୍କୁ ହିଁ ବାଛିଲେ ଆଉ ତାହାଙ୍କ ଗୃହରେ ଯାଇ ବସା କଲେ? ସେହି ଚୋରମାନଙ୍କ ଦୃଷ୍ଟିରେ ହୋଇପାରେ ଏହା ଏକ କୋଇନ୍ସିଡେଣ୍ଟର ବିଷୟ, କିନ୍ତୁ ଆମେ ଯେତେବେଳେ ଦେଖିବା ଗଭୀର ଭାବରେ ରାହାବଙ୍କ କଥାବାର୍ତ୍ତା ସେହି ଚୋରମାନଙ୍କ ସହିତ, ସେହି ସମୟରେ ଆମେ ଦେଖିବା ଯେ ତାହା ଏକ ଈଶ୍ୱରୀୟ ଯୋଜନା ଥିଲା। ଆଉ ରାହାବ କିପରି ତାଙ୍କର ଜୀବନକୁ ପ୍ରସ୍ତୁତ କରିଥିଲେ ପ୍ରଭୁଙ୍କ ପାଇଁ। ଆମେ ତାଙ୍କ କଥାବାର୍ତ୍ତାରେ ବିଶେଷତଃ 4ଟା ବିଷୟ ଦେଖିବା, କିନ୍ତୁ ସେହି ବିଷୟ ଦେଖିବା ପୂର୍ବରୁ ଆମେ ପବିତ୍ର ବାକ୍ୟରୁ ପଢ଼ିବା ଯୀହୋଶୁଆ 2:9-13। ମୁଁ ଜାଣେ ସଦାପ୍ରଭୁ ତୁମମାନଙ୍କୁ ଏହି ଦେଶ ଦେଇଅଛନ୍ତି। ତୁମମାନଙ୍କ ବିଷୟକ ତ୍ରାସ ଆମମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମମାନଙ୍କ ଆଗରେ ତରଳି ଯାଉଅଛନ୍ତି। କାରଣ ତୁମ୍ଭେମାନେ ମିଶରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମମାନଙ୍କ ସମ୍ମୁଖରେ କି ପ୍ରକାରେ ସୁଫ ସମୁଦ୍ରର ଜଳ ଶୁଷ୍କ କଲେ। ପୁଣି ତୁମ୍ଭେମାନେ ଜର୍ଦ୍ଦନ ସେ ପାରିସ୍ଥ ସିହୋନ ଓ ଓଗ୍ ନାମକ ଇମୋରୀୟମାନଙ୍କ 2 ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ। ଆଉ ତାହା ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ତରଳିଗଲା। ପୁଣି ତୁମମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ, କାରଣ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନିଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି। ଏଣୁ ଏବେ ବିନୟ କରୁଅଛି, ତୁମମାନେ ସଦାପ୍ରଭୁଙ୍କ ନାମରେ ମୋ ସଙ୍ଗେ ଏକ ଶପଥ କର। ପୁଣି ମୁଁ ତୁମମାନଙ୍କ ପ୍ରତି ଦୟା କରିଅଛି ଯେ ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା, ମୋର ଭାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ, ପୁଣି ମରଣରୁ ଆମମାନଙ୍କ ପ୍ରାଣ ଉଦ୍ଧାର କରିବ। ଆମେନ୍। ଏହା ହେଉଛି ରାହାବଙ୍କର ମୁଖ୍ୟ କଥାବାର୍ତ୍ତା, ଯାହାକି ବାଇବେଲରେ ଉଲ୍ଲେଖ କରାଯାଇଅଛି। ରାହାବ ଜଣେ ବେଶ୍ୟା ଥିଲେ, କିନ୍ତୁ ସେଦିନ ସେ ସେହି ଚୋର ପୁରୁଷମାନଙ୍କ ନିକଟରେ ସେ ନିଜ ବ୍ୟବସାୟ ଅନୁସାରେ ନିଜକୁ ଉପସ୍ଥାପନା କରିନାହାନ୍ତି। ସେ ଏହିପରି ଭାବରେ ନିଜକୁ ଉପସ୍ଥାପନା କରୁଅଛନ୍ତି ସେମାନଙ୍କ ସମ୍ମୁଖରେ, ଯେପରି ତାଙ୍କର ଗୃହ ଏକ ବେଶ୍ୟାଖାନା ନୁହେଁ, କିନ୍ତୁ ତାଙ୍କ ଗୃହ ଏକ ପ୍ରଭୁଙ୍କର ଉପାସନାର ସ୍ଥଳ। ଏଥିରୁ ଗୋଟିଏ ସାନ ବିଷୟ ଆମେ ଶିଖୁଛୁ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ଆମେ ଅନ୍ୟମାନଙ୍କ ସମ୍ମୁଖରେ ନିଜକୁ ଉପସ୍ଥାପନା କରିଥାଉ, ଆମକୁ ବହୁତ ଧ୍ୟାନ ଦେବା ପାଇଁ ପଡ଼ିଥାଏ। ଆମେ ନିଜକୁ ଯତ୍ନର ସହିତ ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପନା କରିବା ଉଚିତ, କାରଣ ତାହା ବେଳେବେଳେ ଆମ ଜୀବନକୁ ଆଶୀର୍ବାଦ ଆଣିଥାଏ। ରାହାବଙ୍କ ଉପସ୍ଥାପନାରେ ଆମେ ମୁଖ୍ୟତଃ 4ଟି ଆକର୍ଷଣୀୟ ବିଷୟ ପାଇବା। ପ୍ରଥମ ବିଷୟ ହେଉଛି ରାହାବ ଇସ୍ରାଏଲ ମଧ୍ୟରେ ଈଶ୍ୱରଙ୍କ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟାକୁ ସ୍ମରଣ କରୁଅଛନ୍ତି। ସେ ସ୍ମରଣ କରି କହୁଅଛନ୍ତି ଯେ
ସଦାପ୍ରଭୁ କିପରି ସମୁଦ୍ରକୁ ଶୁଷ୍କ କଲେ ଓ ଇମୋରିୟମାନଙ୍କ ଦୁଇ ରାଜାଙ୍କୁ ବିନାଶ କଲେ। ଦେଖନ୍ତୁ, ସେ ଜିରିହୋ ନଗରରେ ରହିକି ମଧ୍ୟ ଇସ୍ରାଏଲର ପରମେଶ୍ୱରଙ୍କ ମହାନ କାର୍ଯ୍ୟ ସବୁକୁ ସ୍ମରଣ କରୁଅଛନ୍ତି, ଯାହାକି ତାଙ୍କ ନିଜ ଜୀବନରେ ମଧ୍ୟ ଘଟିନାହିଁ। ଆମେ ଚିନ୍ତା କରି ଦେଖୁ, ଆଜି ଆମେ ଖ୍ରୀଷ୍ଟିଆନ ହୋଇକି ଚର୍ଚ୍ଚରେ ବସିକି ମଧ୍ୟ କ'ଣ ଆମେ ସତ୍ୟ ଭାବରେ ପରମେଶ୍ୱରଙ୍କୁ ସ୍ମରଣ କରୁଅଛୁ? ଆମ ନିଜ ବ୍ୟକ୍ତିଗତ ଜୀବନରେ ଓ ପାରିବାରିକ ଜୀବନରେ ଈଶ୍ୱରଙ୍କର ଅନେକ ଆଶୀର୍ବାଦ ପାଇ କ'ଣ ଆମେ ମନେ ପକାଉଅଛୁ ସେ ସମସ୍ତ ବିଷୟକୁ? ଯଦି କରୁନାହୁଁ, ତେବେ ରାହାବଙ୍କ ଠାରୁ ଶିଖୁ, ଆଉ ଏହି ବର୍ଷର ଶେଷ ଦିନରେ ଆମ ଈଶ୍ୱରଙ୍କୁ, ଆମ ସୃଷ୍ଟିକର୍ତ୍ତାଙ୍କୁ ଓ ତାହାଙ୍କ ଦ୍ୱାରା ହୋଇଥିବା ମହାନ କାର୍ଯ୍ୟ ସବୁକୁ ସ୍ମରଣ କରୁ ଓ ତାହାଙ୍କ ଉପକାର ସବୁକୁ ନ ପାସରୁ। ଯେପରି ଦାଉଦ ମଧ୍ୟ କହନ୍ତି ଗୀତ ସଂହିତା 103:2, ହେ ମୋର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ପାସରୁ ନାହିଁ। ଦ୍ୱିତୀୟ ବିଷୟ, ରାହାବଙ୍କ ବାର୍ତ୍ତାଳାପରେ ଆମେ ଦେଖୁଛୁ ଯେ ସେ କହୁଅଛନ୍ତି ଇସ୍ରାଏଲ ମଧ୍ୟରେ ସଦାପ୍ରଭୁଙ୍କ ଆଶ୍ଚର୍ଯ୍ୟ କର୍ମର ବିଷୟ ଶୁଣିକି ସେମାନେ କିପରି ଡରି ଯାଇଅଛନ୍ତି, ସେମାନେ କିପରି ଶୂନ୍ୟ ହେଇଅଛନ୍ତି। ବାକ୍ୟ କହେ ଯେ ତାର ହୃଦୟ ତରଳିଗଲା, କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ। ଅନ୍ୟ ଭାଷାରେ ସେମାନେ ଶୂନ୍ୟ ଅନୁଭବ କଲେ। ସେଦିନ ରାହାବ ଆଉ ଜିରିହର ଲୋକମାନେ ଇସ୍ରାଏଲ ମଧ୍ୟରେ ସଦାପ୍ରଭୁଙ୍କର କାର୍ଯ୍ୟକୁ ଦେଖି ସଦାପ୍ରଭୁଙ୍କ ପ୍ରତି ସେମାନଙ୍କର ଗୋଟେ ଆଦର ଭରି ଯାଇଛି, ଗୋଟେ ଭୟ ସେମାନଙ୍କର ଜୀବନରେ ଆସିଅଛି। ଯଦି ଆମେ ଆମ ଜୀବନକୁ ଦେଖୁ, ଆମେ ଭାବି ଦେଖୁ ସାନ ବେଳଠୁ ବଡ଼ ହେଇକି ଆଜି ଏତେ ବଡ଼ ମଧ୍ୟ ହୋଇଗଲୁ, କ'ଣ ଈଶ୍ୱରଙ୍କ ବିଷୟ ଆଜି ଆମକୁ ଆଦରର ବିଷୟ ଆମମାନଙ୍କ ହୃଦୟରେ ଆଣିଅଛି କି? କ'ଣ ଆମେ ଈଶ୍ୱରଙ୍କୁ ସେହିପରି ଭାବରେ ଭୟ କରୁଅଛୁ କି? କ'ଣ ଈଶ୍ୱରଙ୍କର ବାକ୍ୟକୁ ଆମେ ଆମମାନଙ୍କର ଜୀବନରେ କାର୍ଯ୍ୟ କରିବା ପାଇଁ ଦେଇଅଛୁ କି? ଯଦି ନାହୁଁ, ଆଜି ଆସୁ ଏହି ଶେଷ ଦିନରେ, ଏହି ବର୍ଷର ଶେଷ ଦିନରେ ନିଜକୁ ଶୂନ୍ୟ କରୁ, ନିଜକୁ ନମ୍ର କରି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରୁ, ଯେପରିକି ଆମେ ଏହି ନୂତନ ବର୍ଷରେ ତାଙ୍କର ଆଶୀର୍ବାଦରେ ପରିପୂର୍ଣ୍ଣ ହେବା। ରାହାବଙ୍କ ଭାଷାରେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନିଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି, ଯାହାକି ତୃତୀୟ ମହତ୍ତ୍ୱ ବିଷୟ ରାହାବଙ୍କ କଥାବାର୍ତ୍ତାରେ ପାଉଅଛୁ। ସେ ଡିକ୍ଲେୟାର କରୁଅଛନ୍ତି ଇସ୍ରାଏଲର ପରମେଶ୍ୱର କୌଣସି ଏକ ମାମୁଲି ବ୍ୟକ୍ତି ନୁହନ୍ତି, ମାମୁଲି ଈଶ୍ୱର ନୁହନ୍ତି। ସେ ନିଜ ମୁଖରେ ସ୍ୱୀକାର କରୁଅଛି ଯେ ଇସ୍ରାଏଲର ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନିଚସ୍ଥ ପୃଥିବୀରେ ଏକମାତ୍ର ପରମେଶ୍ୱର ଅଟନ୍ତି। ଆଜି ଆମର ମଧ୍ୟ ଏହି ଆବଶ୍ୟକତା ରହିଅଛି ଯେ ଆମେ ମଧ୍ୟ ଆମ ପ୍ରଭୁଙ୍କ ମହାନତାକୁ ଆମ ଜୀବନରେ ଡିକ୍ଲେୟାର କରୁ, ଆମ ମୁଖରେ ତାହାଙ୍କର ପ୍ରଶଂସା ସଦାସର୍ବଦା ରହୁ। ଆମେ ଯେତେବେଳେ ଆମ ଜୀବନରେ ତାହାଙ୍କ ମହାଶକ୍ତିକୁ ଘୋଷଣା କରୁ, ସେତେବେଳେ ଅନେକ ବନ୍ଧନ ସବୁ ଭାଙ୍ଗି ଯାଇଥାଏ। ଆମ ଜୀବନରୁ ଶୈତାନର ଦୃଢ଼ ଗଡ଼ ସବୁ ଚୂର୍ଣ୍ଣ ହୋଇଯାଇଥାଏ। ଉଦାହରଣ ସ୍ୱରୂପ ଦେଖିବା, ପାଉଲ ଓ ଶିଲା ଯେତେବେଳେ ସେମାନେ ଜେଲରେ ସଦାପ୍ରଭୁଙ୍କର ପ୍ରଶଂସା କରୁଅଛନ୍ତି ଓ ତାହାଙ୍କ ମହାନାମର ଘୋଷଣା କରୁଅଛନ୍ତି, ସେତେବେଳେ ଜେଲର ହରିକାଠ ବା ଶିକୁଳି ଭାଙ୍ଗି ଯାଇଥିଲା। ସେଦିନ ରାହାବ ଯେତେବେଳେ ସେ ମଧ୍ୟ ଘୋଷଣା କରୁଛି ସେହି ଚୋରମାନଙ୍କ ସମ୍ମୁଖରେ ସଦାପ୍ରଭୁଙ୍କର ମହାନ କାର୍ଯ୍ୟକୁ, ସେହି ମୁହୂର୍ତ୍ତରେ ହିଁ ଅଦୃଶ୍ୟ ଭାବରେ ତାର ପାପରୂପ ବନ୍ଧନ ସବୁ ଭାଙ୍ଗି ଯାଉଅଛି। ସେହି ସମୟରେ ସେ ଇସ୍ରାଏଲର ପରମେଶ୍ୱରଙ୍କ ଠାରେ ନିଜର ସୁରକ୍ଷା ଆଉ ନିଜର ମୁକ୍ତିକୁ ଅନୁଭବ କରିପାରିଥିଲା। ସେ ତାର ପୁରୁଣା ଜୀବନରୁ ମୁକ୍ତ ହୋଇ ଇସ୍ରାଏଲର ପରମେଶ୍ୱର ତାର ପାଇଁ ଯେଉଁ ନୂତନତା ରଖିଅଛନ୍ତି ସେଥିପ୍ରତି ମନୋଯୋଗୀ ହେଉଅଛି।
ଆଉ ସେ ନିଜେ ରକ୍ଷା ପାଇବାର ସହିତ ସେ ତାର ପରିବାରର ରକ୍ଷା ପାଇଁ ମଧ୍ୟ ସେ ଚୋରମାନଙ୍କ ନିକଟରେ ଦୟା ଭିକ୍ଷା କରୁଅଛି, ଯାହାକି ରାହାବଙ୍କ ଚତୁର୍ଥ ଓ ଶେଷ ସୁନ୍ଦର ବିଷୟ ଏହି କଥାବାର୍ତ୍ତାରେ ଆମେ ଦେଖିପାରିବା। ସେ ସେହି ଚୋରମାନଙ୍କୁ ଅନୁରୋଧ କରୁଅଛି ଯେ ସେମାନେ ତାର ପିତୃବଂଶ ପ୍ରତି ଦୟା ଦେଖାଇବେ ଓ ତାର ବାପା, ତାର ମା, ତାର ଭାଇ ଭଉଣୀ ଓ ପରିଜନମାନଙ୍କୁ ରକ୍ଷା କରିବେ। ରାହାବ ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ଥିଲେ ମଧ୍ୟ ସେ ତାର ପରିବାର ପ୍ରତି, ବାପା ମା, ଭାଇ ଭଉଣୀଙ୍କ ପ୍ରତି ପ୍ରେମର ଓ ଯତ୍ନର ଭାବ ରଖିଅଛି। ହୁଏତ ଆଗେ ରାହାବ ତାର ବେଶ୍ୟାବୃତ୍ତି ଦ୍ୱାରା ତାର ପରିବାରକୁ ଅନେକ ଅପମାନ ଆଣିଥିବ। ଭାଇ ଭଉଣୀ ଓ ଜ୍ଞାତି କୁଟୁମ୍ବମାନେ ତାକୁ ଲଜ୍ଜାର କାରଣ କହି କୌଣସି ସମ୍ବନ୍ଧ ରଖିନଥିବେ। କିନ୍ତୁ ଦେଖ, ଏବେ ଇସ୍ରାଏଲର ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ପାଇଥିବା ସବୁ ଲଜ୍ଜା ଓ ଅପମାନକୁ ଭୁଲିଯାଇ ତାର ପରିବାର ପାଇଁ ସେ ଦୟା ଭିକ୍ଷା କରୁଅଛି। ଆଗକୁ ଗଲେ ଦେଖିବା ରାହାବ କିପରି ତାର ନିଜସ୍ୱମାନଙ୍କ ପାଇଁ ଉଦ୍ଧାରର କାରଣ ହୋଇପାରିଅଛି। ସେ କହୁନାହିଁ, ମୁଁ ତ ରକ୍ଷା ପାଇଗଲେ ହେଇଗଲା, ମୋର ବାପା ମା ପରିଜନ ବିନାଶ ହୋଇଯାଆନ୍ତୁ, ଏଥିରେ ମୋର କ'ଣ ଅଛି। କିନ୍ତୁ ସେ ନିଃସ୍ୱାର୍ଥପର ହୋଇ ନିଜସ୍ୱଙ୍କ ପାଇଁ ଭଲ ଚିନ୍ତା କରୁଅଛି। ସାଂସାରିକ ଭାବରେ ଦେଖିଲେ ଆମେ ବଡ଼ ଚାକିରି କଲେ ବା ବିଦେଶରେ ରହିଲେ, ଉଚ୍ଚ ପଦବୀ ପାଇଲେ ଆମେ ଅତି ସହଜରେ ନିଜ ପରିଜନମାନଙ୍କୁ ଭୁଲି ଯାଇଥାଉ। ଆମ ହାଇ ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କରିବା ପାଇଁ ଅନେକ ସମୟରେ ଆତ୍ମୀୟମାନଙ୍କୁ ଜାଣିକି ବି ନ ଚିହ୍ନିଲା ଭଳି ବ୍ୟବହାର କରିଥାଉ। ରାହାବ ସେଦିନ ଚୋରମାନଙ୍କ ନିକଟରେ ନିଜ ଲୋକମାନଙ୍କ ପାଇଁ ଦୟା ପ୍ରାର୍ଥନା କରିଥିଲେ। ଆମେ ହୁଏତ ଆମ ନିଜ ଲୋକମାନଙ୍କ ପାଇଁ ବଡ଼ ବଡ଼ କାମ କରିନପାରୁ, କିନ୍ତୁ ଆଟଲିଷ୍ଟ ଏହି ବର୍ଷରେ ଆମେ ଡିସିଜନ୍ ନେଉ ଯେ ଆମେ ତାଙ୍କ ସହିତ କଣ୍ଟାକ୍ଟ ରଖିବା ଆଉ ତାଙ୍କ ପାଇଁ ନିୟମିତ ଭାବରେ ପ୍ରାର୍ଥନା କରିବା। ପ୍ରଭୁଙ୍କର ଧନ୍ୟବାଦ ହଉ, ଆଜି ତାହାଙ୍କ ଅନୁଗ୍ରହରେ ରାହାବଙ୍କର ପ୍ରଥମ ଭାଗରୁ ଅନେକ କିଛି ଆମେ ଶିଖିପାରିଅଛୁ। ଏହି ବର୍ଷର ଶେଷ ଦିନରେ ଆସୁ ଆମେ ପ୍ରଭୁ ଯେଉଁ ଉପକାର ଆମ ପାଇଁ କରିଅଛନ୍ତି ସେହି ସମସ୍ତ ବିଷୟକୁ ସ୍ମରଣ କରୁ, ନିଜକୁ ଶୂନ୍ୟ କରୁ ଓ ପ୍ରଭୁଙ୍କ ସାମ୍ନାରେ ନିଜକୁ ନମ୍ର କରି ଅର୍ପଣ କରୁ, ଯେପରି ପ୍ରଭୁ ରଖିଥିବା ନୂଆ ନୂଆ ଆଶୀର୍ବାଦକୁ ଏହି ବର୍ଷରେ ଆମେ ପାଇପାରିବା। ରାହାବଙ୍କ ପରି ପରମେଶ୍ୱରଙ୍କ ମହାନତା ଓ ପରମେଶ୍ୱରଙ୍କ ମହାପ୍ରତିଜ୍ଞା ସବୁକୁ ଆମ ଜୀବନରେ ପ୍ରତିଦିନ ଘୋଷଣା କରୁ। ରାହାବ ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କ ସଂସ୍ପର୍ଶରେ ଆସିଲେ, ତାଙ୍କ ଜୀବନରେ ଏକ ମହାପରିବର୍ତ୍ତନକୁ ଆମେ ଦେଖୁଅଛୁ। ସେ ନିଜ ପୁରୁଣା ଜୀବନ, ପୁରୁଣା ବ୍ୟବସାୟକୁ ଛାଡ଼ି ଈଶ୍ୱରଙ୍କ ନୂତନତା ଆଡ଼କୁ ଅଗ୍ରସର ହୋଇଥିଲେ ଆଉ ନିଜକୁ ରକ୍ଷା କରି ନିଜର ପରିବାରକୁ ମଧ୍ୟ ରକ୍ଷା କରିପାରିଥିଲେ। ସେହିପରି ଆମେ ମଧ୍ୟ ଆମ ଜୀବନରେ ଥିବା ପୁରୁଣା ଖରାପ ସ୍ୱଭାବକୁ ପରିତ୍ୟାଗ କରି ନୂତନ ବର୍ଷରେ ପରମେଶ୍ୱର ଆମ ପାଇଁ ରଖିଥିବା ନୂଆ ନୂଆ ଆଶୀର୍ବାଦର ଅଧିକାରୀ ହୋଇ ଆମ ପରିବାର ପାଇଁ ମଧ୍ୟ ଆଶୀର୍ବାଦର କାରଣ ହୋଇପାରିବା। ଆମେନ୍। ଏହା ରାହାବଙ୍କର ପ୍ରଥମ ଭାଗ ଥିଲା, ଯାହାକି ଆମେ ଦେଖିଲୁ ରାହାବଙ୍କର ସାକ୍ଷାତ ଯହୋଶୁଆଙ୍କର ଦୁଇଟି ଚୋରମାନଙ୍କ ସହିତ। ଆଉ ରାହାବଙ୍କର ଦ୍ୱିତୀୟ ଭାଗରେ ଆମେ ଦେଖିବା ତାହାଙ୍କର ସାକ୍ଷାତ ଜିରିହୋ ନଗରର ରାଜାର ଲୋକମାନଙ୍କ ସହିତ। ସେ ପର୍ଯ୍ୟନ୍ତ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତା ସପ୍ତାହରେ ଆମେ ନିଶ୍ଚୟ ଦେଖା ହେବା। ସେ ପର୍ଯ୍ୟନ୍ତ ହ୍ୟାପି ନ୍ୟୁ ଇୟର। ଗଡ୍ ବ୍ଲେସ୍ ୟୁ।